ପାଖକୁ ଭଉଣୀ ଆସିଲେ କାହିଁକି କେଜାଣି ସେ ଦିନଟା ଯେତେ କାମ ଥିଲେ ବି ମାଇଣ୍ଡଟା ବହୁତ ଫ୍ରେଶ୍ ଲାଗେ। ଏଠି ବ୍ରେକଫାଷ୍ଟ କରିସାରିଲା ପରେ ଦୁଇ ଭଉଣୀ ତାକୁ ଧରେଇ ଦେଲେ ଶାଗ ବଛାବଛି କରିବା ପାଇଁ। ଭାତ ଡାଲି ହେଇଗଲା ପରେ ଭାବିଲି କ'ଣ କରିବି, ଆଜି ତ ସେ ନନଭେଜ୍ ଖାଇବନି, ତ ଭାବିଲି ଆଜି ଟିକେ ମିକ୍ସ ଭେଜ୍ ବନେଇଦେବି। ଏଠି ପନିପରିବା ଆଉ ପନିରକୁ ଭଜାଭଜି କରିକି ସାଇଡ଼୍ରେ ରଖିଦେଲି। ତାପରେ ଏଠି କ'ଣ କଲି ନା ପିଆଜ ତା ସହିତ ଗୋଟେ ମସଲା ବନେଇ ଦେଇଥିଲି, ଅଦା ଆଉ ରସୁଣ ଆଉ ଟମାଟୋ ତା ସହିତ କିଛି ଗୋଟା ମସଲାର ପେଷ୍ଟ ବନେଇ ଦେଇଥିଲି, ତାକୁ ପକେଇ କଷିଦେଲି। ପାଉଡ଼ର ମସଲା ଆଉ କାଜୁ ଚାରୁମଗଜର ପେଷ୍ଟ ଆକୁ ପକେଇକି ସବୁ ମସଲା ଭଲସେ କଷିଗଲା ପରେ ସେଥିରେ କିଛି ପକେଇ ଦେଇଥିଲି ବାଦାମ, କର୍ନ ଆଉ ପରିବା ଯେତେକ ଭାଜିକି ରଖିଥିଲି। ସେଥିରେ କ'ଣ କଲି ନା ଟିକେ ଅମୁଲ ଆଉ ଟିକେ ପାଣି ଦେଇକି ତାର ଗୋଟେ ଘୋଳ ବନେଇ ଦେଇଥିଲି, ଆଉ ଟିକେ ପାଣି ବି ଦେଇ ଦେଇଥିଲି। ସବୁ ପରିବା ଯେତେବେଳେ ଭଲସେ କଷିଗଲା ଲାଷ୍ଟକୁ ପନିର ପକେଇ ଦେଇଥିଲି। ତା କିଛି ସମୟ ପରେ ଗରମ ମସଲା ପକେଇ ଓହ୍ଲେଇ ଦେଇଥିଲି। ଧନିଆ ପତ୍ର ପକେଇଥିଲେ ଭଲ ହେଇଥାନ୍ତା, ବଟ୍ ସେଟା ମୋ ପାଖରେ ନଥିଲା, କିନ୍ତୁ ସେମିତିରେ ବି ତରକାରୀଟା ବହୁତ ଟେଷ୍ଟ ଲାଗୁଥିଲା।